ଆଜ୍ଞା ଆମ୍ବ ଦେବେ। ଆମ୍ବ ଦେଖେ ଦେଖିଆ କେମିତିଆ ବଢ଼ିଆ ହେଇଛି। ଗଛ ପାଚିଲା ନାଇଁ ଆଜି ଏଇଥିରେ ଗୋଟେ ବଢ଼ିଆ ଆଇଟମ୍ କରିକି ଦେଖିବୁ। ମୁଁ ଶିଖିଛି ଦେଖିକି ୟୁଟ୍ୟୁବ୍ ହେଲା। ଖାଇବା ତ ଖଟା ଗୋଟେ କରିବି ବଢ଼ିଆ ଖଟା। ଆପଣଙ୍କ କଥା ଶୁଣିକି ଜାଣିସାରିବେନି ଏଇଟା ଗୋଟେ ମୁଁ ରେସିପି ବନେଇବି ଏଇ ଆମ୍ବରେ। ଆମ ପଡ଼ିଶା ଘର ଦେଇଥିଲେ, ଗଛ ପାଚିଲା, ପୁଣି ଛୋଟ ଛୋଟ ଆମ୍ବ ଥିଲା। ତ ଏଇ ରେସିପିଟା ମୁଁ ୟୁଟ୍ୟୁବରୁ ଦେଖିଥିଲି ବୋଲି କହିଲେ ଆପଣମାନେ ଯେମିତି ଜାଣିଲେ। ଲୁଇସ୍ ଗୁଡ୍ ଲାଇଫ୍ରୁ ମାଉସୀ ବନେଇଥିଲେ ଏଇଟା। ଆମ୍ବ ଖଟା ଆମର ଏମିତି ବନାଯାଏ, କିନ୍ତୁ ଏଇଟା ଟିକେ ଅଲଗା ପ୍ରକାର ଥିଲା। ମୁଁ ଭାବିଲି ଏଇଟା ବନେଇବି, ଟେଷ୍ଟ କରିବି, ମୋତେ ଭଲ ଲାଗିଥିଲା। ତ ମୁଁ ଏଇଟା ବନେଇଲି। ପାଚିଲା ଆମ୍ବ, ଛୋଟ ଛୋଟ ଆମ୍ବ ପୁରା ଛଡ଼େଇ ଦେବେ ଚୋପା। ତା ଦେହରେ ଭୃଷଙ୍ଗ ପତ୍ର, ପଞ୍ଚଫୁଟଣ ଟିକେ ଅଧିକା ଦେବେ, ଶୁଖିଲା ଲଙ୍କା, ରସୁଣ ଟିକେ ଅଧିକା ଛେଚିକି ଦେବେ। ଦେଇକି ତାକୁ ଛୁଙ୍କ ଦେଲା ପରେ ଆମ୍ବକୁ ଏମିତି ପକେଇକି ଟିକେ ଗୋଳେଇ ଦେବେ। ବେଶୀ ମାନେ ତ ପାଚିଲା ଆମ୍ବ ସିଝେଇବା ଦରକାର ନାହିଁ। ଟିକେ ଗୋଳିଲା ପରେ ଟିକେ ବାଲାନ୍ସ ପାଇଁ ମିଠା ନଦେଲେ ବି ଚଳିବ। ଆମ୍ବଟି ଯଦି ଖଟା ଥିବ ଅଳ୍ପ ଟିକେ ମିଠା ଦେବେ। ଦେଖିପାରୁଥିବେ ମୁଁ ଗୋଟେ ଚାମଚ ହିଁ ଗୁଡ଼ ଦେଇଛି ତା ଦେହରେ। ଆପଣ ଚିନି ଗୁଡ଼ ଯାହା ଚାହିଁବେ ଆଡ଼୍ କରିପାରିବେ। ତାକୁ ଦେଇକି ଗୁଡ଼ର ଟିକେ ବାସ୍ନା ଗଲା ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଏମିତି ଗୋଳେଇ ଗାଳେଇ ଦେବେ। ତାପରେ ପାଣି ଟିକେ ଅଧିକା ଦେବେ। ଏଇଟା ଝୋଳ ରଖିଲେ ଖାଇବାକୁ ଭଲ ଲାଗେ। ସତରେ ମୁଁ ତିଆରି କରିଥିଲି ଦେଖିକି ମାଉସୀଙ୍କଠୁ, ବହୁତ ଟେଷ୍ଟ ଥିଲା। ଆପଣମାନେ ବି ଘରେ ଟ୍ରାଏ କରନ୍ତୁ। ଆଉ କେମିତି ଲାଗିଲା ମୋତେ ଜଣାଇବେ। ରହୁଛି, ନମସ୍କାର, ଜୟ ଶ୍ରୀ ଜଗନ୍ନାଥ।